ଚେତନା ହେଉଛି ଏପରି ଏକ ଶକ୍ତି ଯାହାଦ୍ୱାରା ଆମେ ଆମର ସ୍ଥିତି ବିଷୟରେ ଜାଣିପାରୁ। ଯେତେ ପ୍ରକାର ଭାବ ଆମ ଭିତରେ ଆସେ ଓ ଆମ ଭିତର ଦେଇ ଯେତେ ପ୍ରକାର ଜ୍ଞାନ ପ୍ରକାଶ ପାଏ, ସେସବୁ ସମ୍ଭବ ହୁଏ କେବଳ ଚେତନା ଦ୍ୱାରା। ଚେତନାର ଅନ୍ୟ ନାମ ଜୀବନ। ଶରୀର ସମ୍ବନ୍ଧୀୟ ଚେତନାକୁ ଆମେ କହୁ ଶାରୀରିକ ଚେତନା। ମନକୁ କେନ୍ଦ୍ର କରି ଆସୁଥିବା ତରଙ୍ଗ, ଆବେଗ, ଉଚ୍ଛ୍ୱାସକୁ ଆମେ କହୁ ପ୍ରାଣିକ ଚେତନା। ଆତ୍ମାକୁ କେନ୍ଦ୍ର କରି ଆସୁଥିବା ଆଲୋକକୁ ଆମେ କହୁ ଆତ୍ମଚେତନା। ସେହିପରି ପରମାତ୍ମାକୁ କେନ୍ଦ୍ର କରି ଆସୁଥିବା ଚେତନାକୁ ସତ୍ୟ ଚେତନା କୁହାଯାଏ। ଏ ଭାଷା ଓ କଥା ଆମର ନୁହେଁ, ପରମ ପୂଜ୍ୟ ସ୍ୱାମୀ ଶ୍ରୀ ଆତ୍ମାନନ୍ଦଙ୍କର। ତାମିଲନାଡୁର ଥିରୁବନ୍ନାମଲାଇଠାରେ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଛି ସତ୍ୟ ଚେତନା ଆଶ୍ରମ। ଲକ୍ଷ୍ୟ ଏକ, ସତ୍ୟ ଚେତନାର ଭାବ ଉପଲବ୍ଧିକୁ ସମଗ୍ର ପୃଥିବୀର କୋଣ ଅନୁକୋଣରେ ପହଞ୍ଚାଇବା। ଏମିତି ଏକ ଲକ୍ଷ୍ୟ ଓ ଆଦର୍ଶ ନେଇ ସ୍ୱାମୀଜୀଙ୍କ ଦିଗ୍ଦର୍ଶନରେ ପରିଚାଳିତ ହେଇ ଆସୁଥିବା ଏହି ଆଶ୍ରମର ଦୈନନ୍ଦିନ କାର୍ଯ୍ୟଶୈଳୀ କିଛି ନିଆରା। ସୂର୍ଯ୍ୟୋଦୟ ପୂର୍ବରୁ ଆରମ୍ଭ ହୋଇଯାଏ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପୂଜାର୍ଚ୍ଚନା। ଏକାଠି ହୁଅନ୍ତି ଆଶ୍ରମବାସୀ। ଭକ୍ତି ଓ ଭାବ ସମ୍ମିଳନରେ ପରିବେଶ ହେଇଯାଏ ଭକ୍ତିମୟ, ଭାବମୟ। କି ଅଦ୍ଭୁତ ଏ ଦୃଶ୍ୟ! ଧର୍ମକ୍ଷେତ୍ର ଥିରୁବନ୍ନାମଲାଇକୁ ଆସୁଥିବା ପର୍ଯ୍ୟଟକ ଓ ଭକ୍ତ ବି ସାମିଲ ହେଇଯାଆନ୍ତି ଏହି ଭାବ ଓ ଭକ୍ତିମୟ ପରିବେଶରେ। नमो ब्रह्मण्ड देवाय गो ब्रह्मणहिताय च जगद्धिताय कृष्णाय गोविन्दाय नमो नमः। अनन्या चिन्तयन्तो मन्ये जनापर्षितासते तेषां नित्याभियुक्तानां योगक्षेमभाम्यहम्। परित्राणाय साधूनां विनाशाय च दुष्कृतां धर्म संस्थापनार्थाय सम्भवामि युगे युगे। ସ୍ୱାମୀ ଶ୍ରୀ ଆତ୍ମାନନ୍ଦଙ୍କ ଉପସ୍ଥିତି ଏବଂ ଭକ୍ତିଭାବ ଆଶ୍ରମବାସୀଙ୍କୁ ଯେତିକି ଆନନ୍ଦ ଦିଏ, ସେତିକି ଉତ୍ସାହିତ ମଧ୍ୟ କରେ। ସ୍ୱାମୀଜୀଙ୍କ ସ୍ୱପ୍ନ ସତ୍ୟ ଚେତନା ଆନ୍ଦୋଳନକୁ ଦିଗନ୍ତ ପ୍ରସାରୀ କରିବା ପାଇଁ। स्तुत एवान संशय ओम नमीति व्यासोवाच वसनात् वासुदेवस्य वसितं भुवनन्त्रयं सर्वभूतानि वासोऽसि वासुदेवा नमोऽस्तुते।